ଗତକାଲି ରାତିରେ ଉପଡାକ ଘରର ପଛପଟ କବାଟର ତାଲା ଭାଙ୍ଗି ଲୁଟି ନେଇଛନ୍ତି ଚୋରମାନେ। ଆଜି ସକାଳେ ଡାକ କର୍ମଚାରୀମାନେ ଆସି ଏହା ଦେଖିବାକୁ ପାଇ ପୋଷ୍ଟମାଷ୍ଟରଙ୍କୁ ସୂଚନା ଦେଇଥିଲେ। ପରେ ପୁଲିସ ନିକଟରେ ଅଭିଯୋଗ କରାଯିବାରୁ ପୁଲିସ ଘଟଣାସ୍ଥଳକୁ ଆସି ଚୋରି ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ସମ୍ମୁଖରେ ଥିବା ଚମ୍ପୁଆ ଉପଡାକ ଘରର ପଛପଟ କବାଟର ତାଲା ଭାଙ୍ଗି ଚୋରମାନେ ଭିତରେ ପଶିଥିଲେ। ଆଉ ଆଲମାରୀ ଓ ପୋଷ୍ଟମାଷ୍ଟରଙ୍କ ବାକ୍ସ ଭାଙ୍ଗି ନଗଦ ଟଙ୍କା ଚୋରି କରି ନେଇଛନ୍ତି। ହେଲେ ଟ୍ରେଜେରୀ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ବି ତାହାକୁ ଭାଙ୍ଗିବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ତେବେ ଚୋରମାନେ ଯିବାବେଳେ ଡାକଘର ସିସିଟିଭି ହାର୍ଡ ଡିସ୍କକୁ ନେଇଯାଇଛନ୍ତି। ଆଜି ସକାଳେ ଡାକ କର୍ମଚାରୀମାନେ ଆସିବା ପରେ ଚୋରି ହୋଇଥିବା ସମ୍ପର୍କରେ ଜାଣିବାକୁ ପାଇଥିଲେ। ତେଣୁ ପୁଲିସକୁ ଏନେଇ ସୂଚନା ଦିଆଯିବାରୁ ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଚୋରି ସମ୍ପର୍କରେ ଅଧିକ ତଦନ୍ତ କରୁଛନ୍ତି। କେନ୍ଦୁଝର ଜିଲ୍ଲାରୁ ଦୀପେଶ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।